କାହାଣୀ ରାଜକୁମାରୀଙ୍କୁ ଛାଡ଼ି ଚାଲିଗଲା ପ୍ରେତ। ରାମାନୁଜ ଜନ୍ମସିଦ୍ଧ ବାଳକ ଥିଲେ। ଥରେ ଶାସ୍ତ୍ରଜ୍ଞ ଓ ମନ୍ତ୍ରଜ୍ଞ ଆଚାର୍ଯ୍ୟ ଯାଦବ ପ୍ରକାଶ କାଞ୍ଚି ରାଜକନ୍ୟାଙ୍କ ଶରୀରରୁ ପ୍ରେତକୁ ବାହାର କରିବା ପାଇଁ ନିଜର ଶିଷ୍ୟମାନଙ୍କ ସହ ରାଜବାଟୀରେ ଉପସ୍ଥିତ ହେଲେ। ପ୍ରେତ ଦ୍ୱାରା ଆବେଶଗ୍ରସ୍ତ ରାଜକୁମାରୀଙ୍କ ଉପରେ ଆଚାର୍ଯ୍ୟଙ୍କ ମନ୍ତ୍ରର କିଛି ପ୍ରଭାବ ପଡ଼ିଲା ନାହିଁ। ବରଂ ରାଜକୁମାରୀଙ୍କ ମୁହଁରେ ପ୍ରେତଟି କହିଲା, ତୁମର ତନ୍ତ୍ରମନ୍ତ୍ର କିଛି କାମ କରିବ ନାହିଁ। ତୁମେ ଯଦି ଚାହୁଁଛ ମୁଁ ରାଜକନ୍ୟାଙ୍କ ଶରୀରକୁ ଚାଲିଯିବା ପାଇଁ, ତେବେ ତୁମର ଶିଷ୍ୟ ରାମାନୁଜ ଯଦି ମୋର ମସ୍ତକରେ ପାଦ ସ୍ପର୍ଶ କରିବେ, ତାହେଲେ ମୁଁ ଚାଲିଯିବି। କାରଣ ସେ ଜଣେ ଶକ୍ତିଶାଳୀ ପବିତ୍ର ବିଷ୍ଣୁଭକ୍ତ ବ୍ରାହ୍ମଣ। ସତକୁ ସତ ଯାଦବ ପ୍ରକାଶଙ୍କ ମନ୍ତ୍ର କାମ କଲା ନାହିଁ, କିନ୍ତୁ ରାମାନୁଜଙ୍କ ପାଦ ସ୍ପର୍ଶରେ ସବୁଦିନ ପାଇଁ ରାଜକୁମାରୀଙ୍କ ଦେହରୁ ପ୍ରେତଟି ଛାଡ଼ି ଚାଲିଗଲା।